ଆଧୁନିକ କାବ୍ୟ କବିତା ରାଧାନାଥ ରାୟ। MCQ 2 PG ନେଟ୍ JRF SSB PGT PhD OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। କେଉଁ ମସିହାରେ ଏପ୍ରିଲ 16 ତାରିଖରେ ରାଧାନାଥ ମୃତ୍ୟୁବରଣ କଲେ? 1872, 1892, 1908, 1873। ଉତ୍ତର ସି 1908। ଅଠରଶହ 73 ମସିହାରେ କବିବର ରାଧାନାଥ କ'ଣ ଲେଖିଥିଲେ? ବିବେକୀ ପ୍ରବନ୍ଧ, ପାର୍ବତୀ କାବ୍ୟ, ଚିଲିକା ଖଣ୍ଡକାବ୍ୟ, ଦରବାର। ଉତ୍ତର ଏ ବିବେକୀ ପ୍ରବନ୍ଧ। ଖଣ୍ଡକାବ୍ୟ ଚିଲିକାକୁ ରାଧାନାଥ କେବେ ରଚନା କରିଥିଲେ? 1891, 1892, 1908, 1873। ଉତ୍ତର ଏ 1891। 1893-54 ଇନ୍ଦ୍ରଧନୁ ଓ ବିଜୁଳିର ସଂଘର୍ଷରେ ରାଧାନାଥର ପ୍ରତିଭାର କ'ଣ ଘଟିଲା? ପରିସ୍ଫୁଟନ, ବିପର୍ଯ୍ୟୟ, ମୃତ୍ୟୁ, ପ୍ରସାର। ଉତ୍ତର ବି ବିପର୍ଯ୍ୟୟ। କବିବର ରାଧାନାଥଙ୍କ ଶ୍ରେଷ୍ଠ କୃତି କ'ଣ? ଯଯାତି କେଶରୀ, ଚିଲିକା, ନନ୍ଦିକେଶ୍ୱରୀ, ମହାଯାତ୍ରା। ଉତ୍ତର ଡି ମହାଯାତ୍ରା। ମେଘଦୂତ କାବ୍ୟକୁ ପ୍ରଥମେ କିଏ ଓଡ଼ିଆରେ ଅନୁବାଦ କରିଥିଲେ? ଗୌରୀଶଙ୍କର, ଫକୀରମୋହନ, ରାଧାନାଥ ରାୟ, ମଧୁସୂଦନ। ଉତ୍ତର ସି ରାଧାନାଥ ରାୟ। ରାଧାନାଥ ରାୟଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗଦ୍ୟ ଗ୍ରନ୍ଥର ନାମ କ'ଣ? ମେଘଦୂତ, ଲେଖାବଳୀ, ତୁଳସୀ ସ୍ତବକ, ଇତ୍ୟାଦି ଓ ଯୁବା। ଉତ୍ତର ଡି ଇତ୍ୟାଦି ଓ ଯୁବା। ରାଧାନାଥ ରାୟ କେଉଁ ମସିହାରେ ରାୟ ବାହାଦୁର ଉପାଧିରେ ଭୂଷିତ ହୋଇଥିଲେ? 1866, 1872, 1868, 1876। ଉତ୍ତର ବି 1872। ରାଧାନାଥ ରାୟ ଓ ମଧୁସୂଦନ ରାଓଙ୍କ ମିଳିତ ଉଦ୍ୟମରେ ରଚିତ ପୁସ୍ତକଟିର ନାମ କ'ଣ? ଲେଖାବଳୀ, ପ୍ରବନ୍ଧାବଳୀ, କବିତାବଳୀ। ଏଥିରୁ କୌଣସିଟି ନୁହେଁ। ଉତ୍ତର ସି କବିତାବଳୀ। ଦରବାର କେଉଁ ଧରଣର ରଚନା? କାବ୍ୟ, ଗଦ୍ୟ, ମହାକାବ୍ୟ, ବ୍ୟଙ୍ଗକାବ୍ୟ। ଉତ୍ତର ଡି ବ୍ୟଙ୍ଗକାବ୍ୟ।